ରାଇରଙ୍ଗପୁର ଜଳସେଚନ ବିଭାଗ କାର୍ଯ୍ୟାଳୟ ପରିସରରେ ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ହୋଇଛି। କୃଷି କୃଷକଙ୍କ ଉନ୍ନତି ପାଇଁ କେନ୍ଦ୍ର ରାଜ୍ୟ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଅନୁଦାନ ଦେଉଛନ୍ତି। ଜଳ ହିଁ ଜୀବନ ଓ ଶକ୍ତି। ଜଳର ସଦୁପଯୋଗ ସ୍ୱବ୍ୟବହାର ସୁରକ୍ଷା ପାଇଁ ସମସ୍ତେ ସଚେତନ ହେବା ଉଚିତ। ଦିନକୁ ଦିନ ଭୂତଳ ଜଳ ହ୍ରାସ ଘଟୁଛି। ବିଶ୍ୱଯୁଦ୍ଧ କେବଳ ଜଳ ପାଇଁ, ତେଣୁ ବେଳ ଥାଉଁ ଥାଉଁ ସମସ୍ତେ ସତର୍କ ରହିବା ଉଚିତ। ଜମିକୁ ଜଳସେଚନ ପାଇଁ ବୃହତ ନଦୀବନ୍ଧ ପ୍ରକଳ୍ପ, ମଧ୍ୟମ ନଦୀବନ୍ଧ ପ୍ରକଳ୍ପ, କ୍ଷୁଦ୍ର ବନ୍ଧ ପ୍ରକଳ୍ପ, ମାଇନର ଇରିଗେସନ, ଲିଫ୍ଟ ଇରିଗେସନ ପ୍ରଭୃତି ବିଭାଗ କରାଯାଇ ଜଳକୁ ସଞ୍ଚିତ ରଖିବା ଓ ଜମିକୁ ସଠିକ୍ ସମୟରେ ଜଳ ଛାଡ଼ିବା କାର୍ଯ୍ୟକାରୀ ହେଉଛି। ପାଣି ପଞ୍ଚାୟତ କରାଯାଇ ନାଳରୁ ରକ୍ଷଣାବେକ୍ଷଣ, ଜମିକୁ ଖରିଫ ଏବଂ ରବି ଋତୁରେ କିଭଳି ଜଳସେଚନ ବ୍ୟବସ୍ଥା କରାଯାଇଛି, ଆଜି ରାଇରଙ୍ଗପୁର ଜଳସେଚନ ବିଭାଗ କାର୍ଯ୍ୟାଳୟ ପରିସରରେ ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ 2026 ମହାସମାରୋହରେ ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ରାଇରଙ୍ଗପୁର ବିଧାୟକ ଜଲେନ ନାୟକ, ଜଳସେଚନ ବିଭାଗ ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର ତପନ କୁମାର ସି, ଉପଖଣ୍ଡ ପ୍ରାଣୀ ଚିକିତ୍ସା ବିଭାଗ ଅଧିକାରୀ ଡକ୍ଟର ସୁଶାନ୍ତ ସିଂ, ରାଇରଙ୍ଗପୁର କୃଷି ଅଧିକାରିଣୀ ଧରିତ୍ରୀ ଟୁଡୁ, ସାଂସଦ ପ୍ରତିନିଧି ଉପସ୍ଥିତ ଥିଲେ। ବାରିପଦାରୁ ଗୌର ଦାସଗିରିଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ।